ଅରେଡାରେ ହେଲା ନୂତନ ଧାନମଣ୍ଡି ଉଦ୍ଘାଟନ। ଧାନ ଚାଷୀଙ୍କ ପାଇଁ ସବୁବେଳେ ଧାନ ବିକ୍ରିର ସମସ୍ୟା ସୃଷ୍ଟି ହୋଇଥାଏ। ଧାନ ଅମଳ ପରେ ପରେ ଧାନ ବ୍ୟବସାୟୀ ଗାଁ ଗାଁରେ ପଶି ଚାଷୀମାନଙ୍କ ପାଖରୁ ଧାନ କିଣି ନେଇଥାନ୍ତି। ଧାନର ପ୍ରକୃତ ମୂଲ୍ୟ ନ ପାଇ ବି ଚାଷୀ ଧାନ ବିକିବାକୁ ବାଧ୍ୟ ହୋଇଥାଏ। କାରଣ ଧାନର ପ୍ରକୃତ ମୂଲ୍ୟରେ ବିକ୍ରି କରିବା ପାଇଁ କୌଣସି ନା କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାଏ। ଯାହାଫଳରେ ସବୁ ଜାଣି ମଧ୍ୟ ଅଭାବରେ ପଡ଼ି ଚାଷୀ ବ୍ୟବସାୟୀମାନଙ୍କୁ କମ୍ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହୋଇଥାଏ। ବ୍ୟବସାୟୀ କିଣୁଥିବା ଧାନର ମୂଲ୍ୟ ସରକାରୀ ସ୍ତରରେ ଅଧିକ ରହିଥିବା ବେଳେ ଚାଷୀମାନେ କମ୍ ମୂଲ୍ୟରେ ବ୍ୟବସାୟୀମାନଙ୍କୁ ଧାନ ବିକିବା ଅତି ନିନ୍ଦନୀୟ ବିଷୟ। ଚାଷୀମାନେ ଉଚିତ ମୂଲ୍ୟରେ ଧାନ ବିକ୍ରି କରିବା ପାଇଁ ସରକାର ଧାନ ମଣ୍ଡିର ବ୍ୟବସ୍ଥା କରିଛନ୍ତି। ତେଣୁ ଧାନ ମଣ୍ଡିରେ ଧାନ ବିକ୍ରି କରିବାକୁ ହେଲେ ପୂର୍ବରୁ ପଞ୍ଜୀକରଣ କରିବା ଆବଶ୍ୟକ। ଚାଷୀ ପଞ୍ଜୀକରଣ କରିନଥିଲେ ମଣ୍ଡିରେ ଧାନ ବିକ୍ରି କରିବା ସମ୍ଭବ ହୋଇନଥାଏ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଅରେଡା ଗ୍ରାମ ପଞ୍ଚାୟତ ଓ ବାଦି ଗ୍ରାମ ପଞ୍ଚାୟତରେ ଧାନ ମଣ୍ଡି ଉଦ୍ଘାଟନ ହୋଇଯାଇଛି। ଏହି ଶୁଭ ମୁହୂର୍ତ୍ତରେ ଭଜପୁର କୃଷି ସମବାୟ ସମିତିର ସମ୍ପାଦକ ଥବିର ଦାଣ୍ଡି ଏବଂ ଆର୍ଏମ୍ସିର ସଦସ୍ୟ ବିନୋଦ ବାଗ ଉଦ୍ଘାଟନ କରିଥିଲେ। ଧାନ ମଣ୍ଡି ଉଦ୍ଘାଟନ ହୋଇଥିବା ଯୋଗୁଁ ଚାଷୀ କୂଳରେ ଖୁବ୍ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ 26 ଜଣ ଚାଷୀ ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଯେଉଁ ଚାଷୀମାନେ ନଭେମ୍ବର ମାସରେ 22ରୁ 25 ତାରିଖ ମଧ୍ୟରେ ପଞ୍ଜୀକରଣ ଟୋକନ ପାଇଛନ୍ତି ସେହି ଚାଷୀମାନେ ଧାନ ବିକ୍ରି କରିପାରିବେ ବୋଲି ସୂଚନା ଦେଇଥିଲେ। ତେଣୁ ଟୋକନ ପାଇଥିବା ଚାଷୀ ଧାନ ବିକ୍ରି କରିବା ପାଇଁ ଧାନ ମଣ୍ଡିକୁ ଧାନ ନେଇ ଆସିଥିବାର ଦେଖାଯାଇଥିଲା। ଚାଷୀମାନେ ଖୁବ୍ ଉତ୍ସାହର ସହିତ ନିଜ କଷ୍ଟ ଅର୍ଜିତ ଧାନକୁ ବିକ୍ରି କରିବା ପାଇଁ ଧାନ ମଣ୍ଡି କେନ୍ଦ୍ରକୁ ନେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଧାନ ମଣ୍ଡି ଉଦ୍ଘାଟନ ହୋଇଥିବା ଯୋଗୁଁ ଚାଷୀ କୂଳରେ ଖୁବ୍ ଉତ୍ସାହ ବଢ଼ି ଯାଇଥିଲା। ଆଜିର ଏହି ଧାନ ମଣ୍ଡି ଉଦ୍ଘାଟନରେ ସ୍ଥାନୀୟ ଅରେଡା ଗ୍ରାମ ପଞ୍ଚାୟତ ଓ ବାଦି ଗ୍ରାମ ପଞ୍ଚାୟତର 9ଗୋଟି ଗ୍ରାମର 26 ଜଣ ଚାଷୀ ଉପସ୍ଥିତ ରହିଥିଲେ। ଧାନ କିଣିବାର ପ୍ରକ୍ରିୟା ସମବାୟ ସମିତି ପକ୍ଷରୁ ଆରମ୍ଭ କରାଯାଇଥିବା ବେଳେ ହାରାହାରି 2500 ବସ୍ତା ଧାନ କିଣାଯିବ ବୋଲି ସୂଚନା ମିଳିଥିଲା। ଯେଉଁମାନେ ପଞ୍ଜୀକରଣ କରି ଟୋକନ ପାଇସାରିଛନ୍ତି ସେମାନେ ଧାନ ବିକ୍ରି କରିବା ପାଇଁ ଧାନ ମଣ୍ଡିକୁ ଧାନ ନେଇ ଯାଇଥିବା ଜଣାପଡ଼ିଛି। ଏଠାରେ ଧାନ ମଣ୍ଡି ଖୋଲା ହେବା ଯୋଗୁଁ ଚାଷୀ କୂଳ ଉପକୃତ ହୋଇପାରିବେ ବୋଲି ବିଶ୍ୱାସ ରହୁଛି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, ଏବି ନ୍ୟୁଜ୍।